ମୁଁ ହେଉଛି ପ୍ରଦୀପ୍ତ କୁମାର ମହାନ୍ତି, ଭକ୍ତ ବଳରାମ ଦାସ ସୁଶ୍ରୀ ସଦର ସଭାପତି। ଅନୁଷ୍ଠାନ ଯୋଉ ହଉଛି କେତେ ବର୍ଷ ହେଲାଣି ଆପଣଙ୍କ ଅନୁଷ୍ଠାନ ଚାଲିଲାଣି? 42 ବର୍ଷ ହେଲାଣି ଆମର ଏ ସଂଗଠନ ଚାଲିଛି। ଭକ୍ତ ବଳରାମ ଦାସ ସୁଶ୍ରୀ ସଦର କାର୍ଯ୍ୟକ୍ରମ ବର୍ଷକୁ 3ଟି କାର୍ଯ୍ୟକ୍ରମ କରୁ। ଆମର ମହାପ୍ରାଣ ଦିବସ ଆଜି 3 ମସିହା ବଳରାମ ଦାସଙ୍କର, ଏବଂ ତାଙ୍କର ସାଧୋତ୍ସବରେ ଓଡ଼ିଶା ସାହିତ୍ୟ ଏକାଡେମୀ ସହଯୋଗରେ ଭକ୍ତ ବଳରାମ ଦାସ ସୁଶ୍ରୀ ସଦର ତରଫରୁ ଏଠି କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଏ। ସକାଳୁ ଆମେ ଯାଇଥିଲୁ ଭଞ୍ଜକଳା ମଣ୍ଡପ, ସେଠି ଭକ୍ତ ବଳରାମ ଦାସଙ୍କର ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କଲୁ। ତାପରେ ଆମେ ଏଠିକି ଆସି ଏ କାର୍ଯ୍ୟକ୍ରମରେ ସନ୍ଧ୍ୟାବେଳେ ଯେଉଁ ହେବ ସେ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆମେ ସବୁ ମତେ ଆମ କର୍ମକର୍ତ୍ତାମାନେ ଲାଗିଛନ୍ତି। ଏବଂ ପହିଲି ରଜ ଦିନ ତାଙ୍କର ଜନ୍ମୋତ୍ସବ ଭଞ୍ଜକଳା ମଣ୍ଡପରେ ଆମେ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପଡ଼େ, ସେଠି ରଜ ଉତ୍ସବ କରାଯାଏ। ଏବଂ ଆଉ ଗୋଟେ ଇଏ ହେଲା ଯୋଡ଼ିଏ ପ୍ରୋଗ୍ରାମ, ଆଉ ଗୋଟେ ପ୍ରୋଗ୍ରାମ ହେଉଛି ବଳରାମ ଦାସଙ୍କ ରଚିତ ଲକ୍ଷ୍ମୀ ପୁରାଣ, ତାକୁ ଆଧାର କରି ଏଠି ମାର୍ଗଶୀର ମାସ ପ୍ରଥମ ଗୁରୁବାରେ ମାଣବସା ଉତ୍ସବ ପାଳନ କରାଯାଏ। ପ୍ରାୟ 300-400ରୁ ସାଧୁସନ୍ଥ ଓଡ଼ିଶାର ବିଭିନ୍ନ କୋଣ ଅନୁକୂଳ ଆସନ୍ତି ଏ ବଳରାମ ଦାସ ସାହିତ୍ୟ ଉପରେ ଆଲୋଚନା କରନ୍ତି। ଆଜି ମଧ୍ୟ ସାଧୁ ଉତ୍ସବରେ ଯେଉଁ ସାହିତ୍ୟ 2 ଜଣ ବକ୍ତା ଆସୁଛନ୍ତି ସେ ବଳରାମ ଦାସ ସାହିତ୍ୟ ଉପରେ ଲୋକମାନଙ୍କୁ ବୁଝେଇବେ ଏବଂ କହିବେ। ତେଣୁ ବଳରାମ ଦାସଙ୍କର ଯେଉଁ ଜଣେ ଦାର୍ଶନିକ, ଖାଲି ଦାର୍ଶନିକ ନୁହନ୍ତି, ଜଣେ ସଂସ୍କାରବାଦୀ ଏବଂ ଜଗନ୍ନାଥଙ୍କର ପରମ ଭକ୍ତ ସେ ବଳରାମ ଦାସ, ତାଙ୍କର ଜନ୍ମସ୍ଥାନ ଏବଂ ଆମେ ସେଥିପାଇଁ ଗର୍ବିତ। ତେଣୁ ବଳରାମ ଦାସଙ୍କର 3ଟି ପ୍ରୋଗ୍ରାମ ଆମେ ବର୍ଷକୁ କରୁ ଏବଂ ବଳରାମ ଦାସଙ୍କର ସାହିତ୍ୟ କେମିତି ପ୍ରସାର ହେବ, ବଳରାମଙ୍କ ନାଁ କେମିତି ପ୍ରଚାର ହେବ, ସେଥିପାଇଁ ଆମେ କାର୍ଯ୍ୟକ୍ରମରେ ଅବ୍ୟାହତ ରଖିଛୁ। ଗଭର୍ଣ୍ଣମେଣ୍ଟ ତରଫରୁ ଅନ୍ୟ କାର୍ଯ୍ୟକ୍ରମ ମିଳେନି, ସାହିତ୍ୟ ଏକାଡେମୀ ତରଫରୁ ଗତ ବର୍ଷ ଆମକୁ ଟଙ୍କା 15,000 ଜମା ଦେଇଥିଲେ। ଆମର ବଜେଟ୍ 1.5 ଲକ୍ଷ ଟଙ୍କା, 1,65,000 ଟଙ୍କା ଖର୍ଚ୍ଚ ହୁଏ। ଏଠି 1200 ଲୋକଙ୍କୁ ଖାଦ୍ୟପେୟ ବ୍ୟବସ୍ଥା କରୁ ଏବଂ 300-400 ଲୋକଙ୍କର ଖାଦ୍ୟପେୟ ଆମେ ମାଣବସା ଉତ୍ସବ କରୁ। ଏଇ ଗତ ଥର 700 ଲୋକ ଖାଦ୍ୟପେୟ ବ୍ୟବସ୍ଥା କରିଥିଲୁ। ତେଣୁ ଏଇଭଳି ଖର୍ଚ୍ଚ ଅଛି, ବଳରାମ ଦାସଙ୍କର ବିଭିନ୍ନ କାର୍ଯ୍ୟକ୍ରମରେ ଖର୍ଚ୍ଚ ଅଛି। ଆଉ ସେ ଆମେ ଚାନ୍ଦା ବିଦା କରି ଲୋକଙ୍କ ଠାରୁ ସହଯୋଗ ନେଇ ଏଇ ଅଞ୍ଚଳ ଲୋକମାନେ ସହଯୋଗ କରନ୍ତି, ଆମେ ସେ କାର୍ଯ୍ୟକ୍ରମରେ ସାରୁ। ଏବଂ ବିଶେଷ ଭାବରେ ବଳରାମ ଦାସ ନେଇକି ଆମେ ଗର୍ବିତ, ଯେହେତୁ ତାଙ୍କ ଜନ୍ମ ଏରବଙ୍ଗ ମାଟିରେ ରହି ବଳରାମ ଦାସ ସେତେବେଳେ କାଳରେ 16ଶ ଶତାବ୍ଦୀରେ ଯେତେବେଳେ ଭକ୍ତି ଆନ୍ଦୋଳନର ଶୀର୍ଷସ୍ଥାନରେ ବଳରାମ ଦାସ ଥିଲେ ଏବଂ ବଳରାମ ପଞ୍ଚସଖା ଭିତରେ ଅଗ୍ରଜ, ତାଙ୍କର ଦାଣ୍ଡି ରାମାୟଣଠୁ ଲଗେଇ ଲକ୍ଷ୍ମୀ ପୁରାଣ ପର୍ଯ୍ୟନ୍ତ ତାଙ୍କର ଅନବଦ୍ୟ ସୃଷ୍ଟି ଯେଉଁ ରହିଯାଇଛି ତାହା ଆଜି ଉଚ୍ଚତର ଗବେଷଣା ପାଇଁ ସାହାଯ୍ୟକାରୀ ହେଉଛି। ଏବଂ ଆଜି ବଳରାମ ଦାସ ଯେଉଁ ଲକ୍ଷ୍ମୀ ପୁରାଣ ଲେଖିଥିଲେ, ଖାଲି ଓଡ଼ିଶାରେ ନୁହେଁ, ଓଡ଼ିଆ ଲୋକ ଯେଉଁ ବିଦେଶରେ ଯାଇ ରହିଛନ୍ତି, ଓଡ଼ିଶା ବାହାରେ ରହିଛନ୍ତି, ସେ ମଧ୍ୟ ଲକ୍ଷ୍ମୀ ପୁରାଣ ପଢ଼ୁଛନ୍ତି ଏବଂ ତାକୁ ଆଜି ଦିନରେ ଏଇଭଳିଆ ଦିନରେ ତାକୁ ମନେ ପକାଉଛନ୍ତି। ଏବଂ ବିଶେଷ ଭାବରେ ଆମେ ସାହିତ୍ୟ ଏକାଡେମୀକି ରିକ୍ୱେଷ୍ଟ କରୁଛୁ, ସଂସ୍କୃତି ବିଭାଗକୁ ରିକ୍ୱେଷ୍ଟ କରୁଛୁ ଏବଂ ଆଗାମୀ ଦିନରେ ଆହୁରି ବ୍ୟାପକ କାର୍ଯ୍ୟକ୍ରମ ହେବ। ଆଉ ଆଜି ମଧ୍ୟ ଆମେ ଯେତେବେଳେ ସକାଳ ଯାଇଥିଲୁ ଭଞ୍ଜକଳା ମଣ୍ଡପ, ସେଠି ଆମେ ଆଲୋଚନା କରିକି ଆସିଛୁ। ବାଲୁକା କଳାର ସ୍ରଷ୍ଟା ହେଉଛନ୍ତି ବଳରାମ ଦାସ। ଯେତେବେଳେ ବଳରାମଙ୍କୁ ରଥ ଉପରକୁ, ବଳରାମ ଦାସକୁ ରଥ ଉପରୁ ପଣ୍ଡାମାନେ ଘଉଡ଼ି ଦେଲେ, ତାପରେ ବଳରାମ ଦାସ ଯାଇକି ସେ ସମୁଦ୍ର ବାଲିରେ 3 ରଥ ତିଆରି କଲେ ଏବଂ ସେ ଏଭଳି ଜଗନ୍ନାଥଙ୍କ ପରମ ଭକ୍ତ ଥିଲେ, ରଥ ଆଉ ବର୍ଦ୍ଦାନରେ ଗଡ଼ିଲାନି। ସେଦିନ ବିତିଲା, ରାତିରେ ଭଗବାନ ଜଗନ୍ନାଥ ସ୍ୱପ୍ନ ହେଲେ ରାଜାଙ୍କୁ ଯେ ମୋର ଭକ୍ତକୁ ତୁମେ ଅପମାନ ପଣ୍ଡାମାନେ ସେବାୟତମାନେ କରିଛନ୍ତି, ସିଏ ଆଜି ବାଲୁକା ଶିଳ୍ପ ବାଲୁକା ରଥ କରିକି ଆମମାନଙ୍କୁ ସେଠି ରଖିଛନ୍ତି, ତମେ କାଲି ସକାଳୁ ଯାଅ, ତାଙ୍କୁ ଅନୁରୋଧ କରିକି ତାକୁ ଡାକିକି ଆଣ, ରଥ ଚାଲିବ। ରଜା ସେ ଅନୁଯାୟୀ ତା ପରଦିନ ସକାଳୁ ଆସିଲେ ଏବଂ ବଳରାମ ଦାସକୁ ସାଦରେ ନିମନ୍ତ୍ରଣ କରି ନେଇକି ଗଲେ, ରଥ ବଡ଼ଦାଣ୍ଡରେ ତା ପରଦିନ ଚାଲିଲା। ଏଇଭଳି ଅନେକ ଅଛି ଭକ୍ତି ରସ, ଯିଏକି ବଳରାମ ଦାସ ଏଇଭଳି ଭଗବାନଙ୍କ ଭକ୍ତ ଥିଲେ। ଏଇଭଳି କି ଲକ୍ଷ୍ମୀ ତାଙ୍କ ଉପରେ ରାଗ କରି କହେ, ତୁ ଏଠି ଶ୍ରୀକ୍ଷେତ୍ର ପାଇବୁନି, ବଳିଆ ତୁ ଶ୍ରୀକ୍ଷେତ୍ର ପାଇବୁନି। କିନ୍ତୁ ଏମିତି ସମୟ ଆସିଲା ଯେଉଁ ସମୟରେ ଏଇ ଯେଉଁ ବଳରାମ ଗାଦି ପାଖରେ ସେ ଇହଧାମ ତ୍ୟାଗ କରିବା ପାଇଁ ଯେତେବେଳେ ଉଦ୍ୟତ ହୁଅନ୍ତି, ସେ ସମୟରେ ସେ ଭଗବାନଙ୍କୁ ସ୍ମରଣ କଲେ, ଜଗନ୍ନାଥକୁ ସ୍ମରଣ କଲେ। ଜଗନ୍ନାଥ ଲକ୍ଷ୍ମୀ 2 ଜାଗା ଆସିଲେ ଏବଂ ତାଙ୍କୁ ଦର୍ଶନ ଦେଲେ ଏବଂ ଲକ୍ଷ୍ମୀ ଛାତ୍ରାଣୀ କହିଲେ ଯେ ତମେ ବଳରାମ କହିଥିଲ ଯେ ମୁଁ କହିଥିଲି ତୁମେ ପାଇବନି, ଶ୍ରୀକ୍ଷେତ୍ର ପାଇବନି, ସେହି ହିସାବରେ
ତମକୁ ଆଉ ଶ୍ରୀକ୍ଷେତ୍ର ମିଳିଲା ନାହିଁ। ନା ଲକ୍ଷ୍ମୀନାରାୟଣ ଯୋଉଠି ବି ଉଦୀୟମାନ, ଲକ୍ଷ୍ମୀନାରାୟଣ ଯୋଉଠି ଉପସ୍ଥିତ, ସେଇଟା ହେଲା ଶ୍ରୀକ୍ଷେତ୍ର। ତେଣୁ ସେଇ ଦିନଠାରୁ ଏକ ଗୁପ୍ତ କ୍ଷେତ୍ର ବୋଲି ବିଚାର କରାଯାଉଛି ଏବଂ ଏରବଙ୍ଗ ଗୁପ୍ତ କ୍ଷେତ୍ର ଭାବରେ ତାର କାର୍ଯ୍ୟ କରୁଛି। ନରେଶ ଚନ୍ଦ୍ର ପ୍ରଧାନ, ମୁଁ ପଞ୍ଚସଖା ଭକ୍ତ ବଳରାମ ଦାସ ସ୍ମୃତି ସତ୍ରର ସମ୍ପାଦକ ଭାବେ କାମ କରୁଛି। କଣ କହିବାକୁ ଚାହୁଁଛନ୍ତି ଗଭର୍ଣ୍ଣମେଣ୍ଟ ପାଖରେ? ଏ ସରକାର ପାଖରେ ତ ଆମେ ବହୁତ ଦାବି କରିଥିଲୁ, ବହୁ ଆଗରୁ ବହୁତ ଦାବି କରିଛୁ। ସରକାରକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେଇଥିଲେ ମଧ୍ୟ କାର୍ଯ୍ୟକ୍ରମ ରହିଛି, ଏଠିକି ସାହାଯ୍ୟ ସହଜ ମିଳିନଥିଲା। ଗୋଟେ ଥର 20-25 ଲକ୍ଷ ଦେଇଥିଲେ, ଯାହାକି ପଥର ପଡ଼ିଥିଲା। ଇଏ ସରକାର ଆସିଲା ପରେ ଆମେ ଉପମୁଖ୍ୟମନ୍ତ୍ରୀ ସେ ତ ଅଛନ୍ତି ପର୍ଯ୍ୟଟନ ମନ୍ତ୍ରୀ, ତାଙ୍କ ପାଖରେ ଦାବି ରଖିଥିଲୁ। ସେ 1 କୋଟି ଟଙ୍କା ଏଠି ଦାନକୁ ପ୍ରଥମ ଖିଜିରେ ଦେଇଛନ୍ତି। ଆଗାମୀ ଦିନେ ଗୋଟେ ପ୍ଲାନ୍ କରିଛନ୍ତି ଏଠି କରିବା ପାଇଁ, ଯେଉଁ କୋଟି ଟଙ୍କା ଦେଇଛନ୍ତି କାମ କରିବା ପାଇଁ। ମନ୍ଦିରର ବେଢ଼ା ଭିତରଟା ସମ୍ପୂର୍ଣ୍ଣ କାମ ହେବ। ସେଠି ଯେଉଁ ସ୍ନାନ ମଣ୍ଡପ ଅଛି ତା ଛୋଟିଆଟେ ତାକୁ ବଢ଼େଇ ଦିଆଯିବ ଏବଂ ଆମ ଠାକୁରାଣୀ 16 ପୂଜାରେ ଠାକୁରାଣୀ ଆସନ୍ତି, ତାଙ୍କ ପାଇଁ କିଛି ଘର ନଥିଲା, ଗୋଟେ ଘର ତିଆରି ହେବ ଏବଂ ତା ଭିତରଟା ସମ୍ପୂର୍ଣ୍ଣ ରୂପେ ଢଳେଇ ପଡ଼ିବ, ଯେଉଁଥିରେ ଘାସ ଆଉ ରହିବ ନାହିଁ, ପଥର ପଡ଼ିବ, ଘଳେଇ ଦେଲେ ପଥର ପଡ଼ିବ। ତାପରେ ଯାହା ପଇସା ଆସିଛି, ଏଇ ଯେଉଁ ବଳରାମ ଦାସ ବସିଛନ୍ତି ଖୋଲା ଜାଗା ପରେ ଶୂନ୍ୟ ଛାତ ଉପରେ ଗୋଟେ କରାଯିବ। ଆମକୁ ପ୍ରତିଶ୍ରୁତି ଦେଇଛନ୍ତି ଆଗାମୀ ଦିନରେ ଗୋଟେ ଲାଇବ୍ରେରୀ କରିବେ ଏବଂ ଗୋଟେ ଓପନ୍ ଏୟାର ଅଡିଟୋରିୟମ୍ ଏଠି କରିବା ପାଇଁ କହିଛନ୍ତି, ମୁକ୍ତାକାଶ ରଙ୍ଗମଞ୍ଚ କରିବା ପାଇଁ କରିବେ ଏବଂ କରିବା ପାଇଁ କଥା କହୁଛନ୍ତି। ଏବଂ ଗୋଟେ ଏଇ ଯେଉଁ ଆମର ଆନନ୍ଦ ବଜାରଟେ ହେବ ଏବଂ ଯାତ୍ରୀ ନିବାସ ହେବ। ଏ ଗାଁକୁ ଗୋଟେ ଐତିହ୍ୟ ଗ୍ରାମରେ ପରିଣତ କରିବା ପାଇଁ ସେ ବି ପ୍ରତିଶ୍ରୁତି ଦେଇଛନ୍ତି। ତାର କାରଣ ହେଉଛି ନା ଏ ଏରବଙ୍ଗ ଗାଁ ଏମିତି ଏକ ଗାଁ ଯେଉଁଠିକି ଲାଙ୍ଗୁଳା ନରସିଂହ ଦେବ କୋଣାର୍କ ମନ୍ଦିର ତିଆରି କରିଥିଲେ। ସେ ସମୟରେ ଏଇଠୁ ହିଁ ସେ ତାଙ୍କର ଶିବେଇ ସାଆନ୍ତରା ଆଶୀର୍ବାଦ ପାଇକି ଯାଇଛନ୍ତି ଏବଂ ଗୋଟେ ଯେଉଁ ମନ୍ଦିର ଗଙ୍ଗେଶ୍ୱରୀ ତିଆରି କରିଛନ୍ତି, ସେ ତାର ମୁଖଶାଳା ପରି ଏବଂ କୋଣାର୍କ ମନ୍ଦିରର ପ୍ରତିକୃତି ରଖିଛନ୍ତି। ଏବଂ ଏଠି ଭକ୍ତ ବଳରାମ ଦାସ ଜନ୍ମ କରିଥିଲେ, ଯେଉଁ ବଳରାମ ଦାସ କି ସାରା ପୃଥିବୀରେ ଜଗନ୍ନାଥଙ୍କୁ ବାନ୍ଧିକି ରଖିଥିଲେ, ଏମିତି କେଉଁ ଭକ୍ତ ନଥିଲେ, ଜଗନ୍ନାଥଙ୍କୁ ବାନ୍ଧିକି ରଖିଥିଲେ। ଆଜି ଯେଉଁ ବାଲୁକା କଳା ନେଇକରି ସୁଦର୍ଶନ ପଟ୍ଟନାୟକ ଉପାଧି ପାଇଛନ୍ତି, ତାର ସ୍ରଷ୍ଟା ହେଉଛନ୍ତି ବଳରାମ ଦାସ। ସେ ବାଙ୍କି ମୁହାଣରେ ବାଲି ରଥ ତିଆରି କରିଥିଲେ। ତେଣୁ ସେଭଳି ଜଣେ ମହାନ ଆତ୍ମା, ମହାନ ପୁରୁଷକୁ ସର୍ବଭାରତୀୟ ନୁହେଁ, ପୃଥିବୀରେ ପ୍ରତିଷ୍ଠିତ କରିବା ପାଇଁ ଆମେ ଅହରହ କାର୍ଯ୍ୟ କରିଚାଲିଛୁ। କଣ କହିବେ ବଳରାମ ଦାସଙ୍କ ବିଷୟରେ? ମୁଁ ହେଉଛି ଅବଧୂତ ଆଦିତ୍ୟ ଚରଣ ଦାସ, ଅନନ୍ତ ଅବଧୂତ ମଠର ମହନ୍ତ କୋଣାର୍କର। ବଳରାମ ଦାସ ଏ ଯେଉଁ ମାଣବସା ବହି, ଗୁରୁବାର ବହି ଲେଖିକିରି ଆଜି ଓଡ଼ିଶାର ଘରେ ଘରେ ପୁରପୁରରେ ପରିଚିତ ଏବଂ ବାହାରେ ମଧ୍ୟ ଓଡ଼ିଆ ଭାଇମାନେ ଭଉଣୀ ଯେଉଁମାନେ ଅଛନ୍ତି ସେମାନେ ମଧ୍ୟ ତାକୁ ମାନୁଛନ୍ତି। ଏହା କାଳକ୍ରମେ ଅବକ୍ଷୟ ହେବାରୁ 2014 ମସିହାରୁ ଏଠି ମାଣବସା ମହୋତ୍ସବ କିଛି ସାଧୁ ସନ୍ଥ ମାନଙ୍କୁ ଧରିକିରି ଆମେ କରୁଛୁ ଏବଂ ଆଗକୁ ମଧ୍ୟ ବଢ଼େଇ ଚାଲିବୁ। ଏବଂ ମାଣବସା ମହୋତ୍ସବର ମୁଖ୍ୟ ହେଉଛି ମାଣବସା ବହି, ଯେଉଁ ମଣିଷ ଚରିତ୍ର, ସ୍ତ୍ରୀମାନଙ୍କର ଚରିତ୍ର କିଭଳି ହେବା କଥା, ସମାଜର ଚରିତ୍ର କିଭଳି ହେବା, ତା ଦେହରେ ସେ ଲେଖିଛନ୍ତି ଏବଂ ସେ ଆଧ୍ୟାତ୍ମିକ ମାର୍ଗରେ ଯାଇଛନ୍ତି ଏବଂ ଜାତି ପ୍ରଥାକୁ ସେ ମଧ୍ୟ ତାର ବିରୋଧ କରିଛନ୍ତି। ସେ ସମୟରେ ମଧ୍ୟ ଜଗନ୍ନାଥ ମନ୍ଦିରରେ ଛୁଆଁଛୁଆଁ ଭେଦଭାବକୁ ଉଠେଇ ଦେଇଥିଲେ ଏବଂ ଆନନ୍ଦ ବଜାରରେ ସମସ୍ତେ ଯାଇକି ମହାପ୍ରସାଦ ଖାଇଥିଲେ। ତାଙ୍କର ଏତିକି ଶାଣିତ ଲେଖା ଥିଲା ଏବଂ ଏଭଳି ସେ ଲକ୍ଷ୍ମୀଙ୍କ ସହିତ ଏବଂ ଜଗନ୍ନାଥଙ୍କ ସହିତ ଉତ୍କୃତ ଭାବେ ଜଡ଼ିତ ରହିଥିଲେ। ଏଭଳି ମହାପୁରୁଷଙ୍କୁ ଆମେ ଏଠାରେ ପାଇକି ଗର୍ବ ଅନୁଭବ କରୁଛୁ। ତା ସହିତ ଓଡ଼ିଶାର ଯେଉଁ ପଞ୍ଚସଖା ଭିତରେ ସେ ଜଣେ ବয়োଜ୍ୟେଷ୍ଠ ଅତ୍ୟନ୍ତ ଆଧ୍ୟାତ୍ମିକବାଦୀ ଏବଂ ଯୋଗଜନ୍ମା ଥିଲେ। ତେଣୁ ୟାଙ୍କର ପୀଠର ଉନ୍ନତର ହେବା ଆବଶ୍ୟକତା ଅଛି। ଏତିକି ରହୁଛି। ଜୟ ଜଗନ୍ନାଥ।